ପାରଳାର ପ୍ରସିଦ୍ଧ ଗଣପର୍ବ ଗଜାମୁହାଁ। ଆମ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ କିଛି ନା କିଛି ସ୍ଥାନୀୟ ପୂଜା ପର୍ବ ପାଳନ କରାଯାଇଥାଏ। ଆଉ ଏସବୁ ପୂଜା ପର୍ବର ସ୍ଥାନୀୟ ବିଶେଷତ୍ୱ ମଧ୍ୟ ଅଲଗା ଅଲଗା ରହିଛି। ଏହିପରି ଏକ ନିଆରା ଗଣପର୍ବ ହେଉଛି ପାରଳାଖେମୁଣ୍ଡିର ଗଜାମୁହାଁ। ଆଉ ଏଥିପାଇଁ ଚୈତ୍ର ମାସରେ ମଙ୍ଗଳବାରରେ ଉତ୍ସବମୁଖ ହୋଇଉଠେ ଏଠାକାର ସବୁ ଗଳିକନ୍ଦି। ବାସନ୍ତିକ ଦୁର୍ଗାପୂଜା ସହ ମାଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇପଡ଼େ ଧରାପୃଷ୍ଠ। ତା ସହିତ ତାଳ ଦେଇ ପାରଳାଖେମୁଣ୍ଡି ସହର ମଧ୍ୟ ହୁଏ ଚଳଚଞ୍ଚଳ। ସାହି ସାହିରେ ବାହାରେ ଗଜାମୁହାଁ। ବସନ୍ତର ମଳ ସାଙ୍ଗକୁ ଶଙ୍ଖ ହୁଳହୁଳି ବାଦ୍ୟ ଧ୍ୱନି ଲୋକଙ୍କ ମନରେ ଭରିଦିଏ ଏକ ଅଲଗା ଉନ୍ମାଦନା। ବାହାରେ ରହୁଥିବା ପାରଳାବାସୀ ମଧ୍ୟ ବହୁ ସଂଖ୍ୟାରେ ଏଥିରେ ସାମିଲ ହୋଇଥାନ୍ତି। ବହୁ ଆବାହମାନ କାଳରୁ ପାଳିତ ହୋଇ ଆସୁଥିବା ଏହି ଗଜାମୁହାଁ ପର୍ବରେ ଗୁଡ଼ପାଗ ହୋଇଥିବା ଲିଆର ଏକ ବିରାଟ ମୁହାଁରେ ମାଙ୍କ ପ୍ରତିମାକୁ ସ୍ଥାପନ କରି ପୂଜା କରାଯାଇଥାଏ। ଭକ୍ତମାନେ ଏହି ପ୍ରତିମାକୁ ଧରି ସାହି ସାହି ବୁଲି ନାଚନ୍ତି। ପ୍ରତ୍ୟେକ ଘର ଦାଣ୍ଡରେ ଗୃହିଣୀମାନେ ହଳଦୀ ପାଣିରେ ମୁହାଁଦାରୀଙ୍କ ଗୋଡ଼ ଧୋଇ ମାଙ୍କ ପୂଜା ଅର୍ଚ୍ଚନା କରିଥାନ୍ତି। କୁହାଯାଏ ଯେ ନଅଙ୍କ ଦୁର୍ଭିକ୍ଷ ସମୟରେ ମହାମାରୀ ଓ ଖାଦ୍ୟ ଅଭାବରୁ ତ୍ରାହି ପାଇବା ପାଇଁ ଲୋକମାନେ ମା କଦମ୍ବ ଖଣ୍ଡିଙ୍କ ଶରଣ ପଶିବାରୁ ସେ ଏପରି ପୂଜା କରିବାକୁ ସ୍ୱପ୍ନାଦେଶ ଦେଇଥିଲେ। ଆଦେଶ ଅନୁଯାୟୀ ପ୍ରଥମେ କଟିକା ସାହିରେ ଏହି ଗଜାମୁହାଁ ଆରମ୍ଭ କରାଯାଇ ମାଙ୍କୁ ଶୀତଳପଣା ଦିଆଯାଇଥିଲା। ପରେ ପରେ ଆସ୍ତେ ଆସ୍ତେ ସବୁ ସାହିରେ ଏହି ପୂଜା ପାଳନ କରାଯାଇଅଛି। ସହରର ଗୋପିନୀ ସାହି, ରାଣୀ ପଦ୍ମା ସାହି, ଭଣ୍ଡାରୀ ସାହି, ରାଜଦାଣ୍ଡ ସାହି, ବଡ଼ ବ୍ରାହ୍ମଣ ସାହି ଇତ୍ୟାଦି ଅଞ୍ଚଳରେ ବହୁ ଧୁମଧାମରେ ଏହି ପର୍ବ ପାଳନ କରାଯାଉଛି। ପୂଜାର୍ଚ୍ଚନା ମାନେ ଏଇଟା ହଉଛି ଠାକୁରାଣୀ ଯାତ୍ରା, ଗଜାମୁହାଁ କୁହାଯାଏ। ଏଇଟା ହଉଛି ସାହିର ଗାଁର ଶୀତଳ ସକାଶେ ଏଇ ଜିନିଷଟା କରାଯାଏ। ଶୀତଳ ମାନେ ଏଇଟା ଲିଆ ଗୁଡ଼ ଆଉ ଗଜାମୁହାଁ ଗୋଟେ କରାଯାଏ। ତାହେଲେ ମାଙ୍କର ଠାକୁରଙ୍କର ମୂର୍ତ୍ତି ଗୋଟେ ଲଗାଏ। ରାତି ଯାକ ବାହାରୁ ବି ଲୋକ ଆସନ୍ତି। ରାତି ଯାକ ଏଇଟା ନାଚ କରାଯାଏ। ଏଇଟା ମୁଣ୍ଡ ଧରି ରାତି ଯାକ ନାଚ ହବ। ମାପୁର ଯେତେବେଳେ ଉଠି ପଡ଼ିବେ ସେତେବେଳେ ଆଉ ସିଏ ବସିବେନି। ସେମାନଙ୍କ ବିସର୍ଜନ ପର୍ଯ୍ୟନ୍ତ ମାଙ୍କ ସମସ୍ତଙ୍କ ମୁଣ୍ଡରେ ବସି ସେମାନେ ବୁଲୁଥିବେ। ଏହା ଏକ ଗଜାମୁହାଁ ନାମରେ ନିର୍ମିତ ବା ନ୍ୟାୟ ପରମ୍ପରା କୁହାଯାଏ, ଯାହାକି ପୂର୍ବପୁରୁଷରୁ ଶୀତଳ ଦେବା ଇଏରେ ଏଇଟା କରାଯାଏ। ଏଇ ଆମର ଲିଆ ବା ଗୁଡ଼ରେ ତିଆରି ହୋଇଥାଏ। ଏଟାକୁ ଗଜାମୁହାଁ କୁହାଯାଏ। ପ୍ରତ୍ୟେକ ବର୍ଷ ଚୈତ୍ର ମାସ ପ୍ରତ୍ୟେକ ମଙ୍ଗଳବାର କରାଯାଇଥାଏ। ଶେଷ ମଙ୍ଗଳବାର ସଜସଜ୍ଜା କରି ସାହି ବା ସହର ପରିକ୍ରମା ରାତି ସାରା କରାଯାଇଥାଏ। ଯାହାକି ହଇଜା ବେମାରୀ ଯୋଉ ହୋଇଥିଲା ସେଇ ଟାଇମରେ ହେଇଥିଲେ ମା ହେଇକି କହିଥିଲେ ଶୀତଳ ଦେବା ପାଇଁ ବା ଗାଁ ଠାକୁରାଣୀ ବା ସାହି ଠାକୁରାଣୀଙ୍କ ପାଖରେ ସବୁଠୁ ଏଇଟା ପାଳନ କରାଯାଉଛି। ପାରଳାଖେମୁଣ୍ଡିରୁ ବାହାରିଥିବା ଏହି ପର୍ବ ବର୍ତ୍ତମାନ ଧୀରେ ଧୀରେ ବାହାରି ଜିଲ୍ଲା ତଥା ଜୟପୁର, ଗୁଣପୁର, ବ୍ରହ୍ମପୁର ଆଦି ବିଭିନ୍ନ ସ୍ଥାନକୁ ବ୍ୟାପି ଯାଇଛି। ଗଜାମୁହାଁ ପର୍ବ ଏକ ଅନନ୍ୟ ପରମ୍ପରା, ଏହା ଏକ ଭାଇଚାରାର ପର୍ବ। ଆଉ ଏହି ପର୍ବ ପାଇଁ ସମସ୍ତେ ଅପେକ୍ଷାରତ। ଆଜି ଯିଏ ଯୋଉଠି ଥିଲେ ମଧ୍ୟ ଆଜିର ଏହି ପର୍ବ ପାଳନ ପାଇଁ ସମସ୍ତେ ଏକତ୍ର ସମାଗମ ହୁଅନ୍ତି। ଆଉ ଏହି ପର୍ବର ଗୋଟେ ବିଶ୍ୱାସ କରାଯାଏ, ଏହି ପର୍ବରେ ନୂଆଟିଏ ଯିଏ ଥରେ ମୁଣ୍ଡରେ ନେଇଛି ତାର ସବୁ ଗ୍ରହ ରିଷ୍ଟ ଶାନ୍ତ ହୋଇଯାଏ ଆଉ ତା ପରିବାରରେ ଶାନ୍ତି ବଜାୟ ରହେ। ଏଭଳି ପରମ୍ପରା ପାଇଁ ପାରଳାବାସୀ ମଧ୍ୟ ସମସ୍ତେ ଏହା ପାଇଁ ଆଗଭର, ସମସ୍ତେ ପର୍ବ ପାଳନ କରିବା ପାଇଁ ସଜାଗ, ସମସ୍ତେ ପରମ୍ପରା କେମିତି ବଜାୟ ରହିବ ସେଥି ଚେଷ୍ଟିତ। ତେଣୁ ଆଗାମୀ ଦିନ ମଧ୍ୟ ଏହି ପରମ୍ପରା ଏଭଳି ବଜାୟ ରହିବ, ଏଥିରେ ମାତ୍ର ସନ୍ଦେହ ନାହିଁ। ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ଦିନ ଆମ କଟିକା ସାହିରେ ବିଶେଷ କରି ପୂଜା ଅର୍ଚ୍ଚନା ହୁଏ। କିନ୍ତୁ ଏହାର ଐତିହାସିକ ଭିତ୍ତିଭୂମି ପ୍ରାୟ 200-300 ବର୍ଷ ପୂର୍ବରୁ ଏ ଝାଡ଼ା ବାନ୍ତି ଚାଲୁଥିବା ସିଚୁଏସନ ହେଇଥିଲା, ଯାହାଦ୍ୱାରା ଲୋକେ ରେଲୱେ ଷ୍ଟେସନ ଫିସରୀ ଡିପାର୍ଟମେଣ୍ଟ ପାଖର ରେଲୱେ ଷ୍ଟେସନ ପାଖରେ ଅଧ୍ୟାପକ ଯେତେବେଳେ ଠାକୁରାଣୀ କହିଲେ ଯେ ମତେ ଗୋଟେ ତାନ୍ତ୍ରିକ ଶକ୍ତି ଦ୍ୱାରା ମତେ ବନ୍ଧାଏ, ତେଣୁ ମୁଁ କିଛି କରିପାରୁଛି, ତମେ ଗୋଟେ କାମ କର, ଚାଉଳ ଲିଆ ଗୁଡ଼ ଗଜାମୁହାଁ କରିକି ହଳଦୀ ପାଣି ଏସବୁ ପୁରେଇ କର। ତା ପରବର୍ତ୍ତୀ ସମୟରେ ସେଟା ତାର ମୁକ୍ତି ମିଳେ। କିନ୍ତୁ ଯେତେବେଳେ ମାନେ ଆମର ଲୋକ ଚାରିଟା ମଙ୍ଗଳବାର ଦିନ କଲେ, ପ୍ରଥମ ଦିନ ଯୋଉ ଶେଷ ମଙ୍ଗଳବାର ଦିନ ସେ କହିଲେ ଯେ ଯୋଉ ତାନ୍ତ୍ରିକ ସେ ରେଲୱେ ଷ୍ଟେସନ ପାଖରେ ଝାଡ଼ା ବାନ୍ତି ହେଇକି ପଡିଛି ଦେଖିବାକୁ
ଗନ୍ତେଶ୍ୱର ପରିବାର ପଠା ହେଲା ରଥଯାତ୍ରା ସତକୁ ସତ ସେ ଝାଡ଼ା ବାନ୍ତିରେ ଗୋଟେ ତାନ୍ତ୍ରିକ ଏଇଠୁ ଏଇଟା ଆରମ୍ଭ ହେଇଛି ଏବଂ ପ୍ରାୟ 30-40 ବର୍ଷ ହବ ଏଇଭଳି ଚାଲିଛି। ब्यूरो रिपोर्ट विप्लवी परिक्रमा। Please like, share and subscribe to our channel Biplay Parikrama.